କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ। ଓଡ଼ିଆ ପାଠଶାଳାକୁ ଚାଲନ୍ତୁ। ଭିଡିଓରେ ଡିସ୍କସ୍ କରିବା ଓଡ଼ିଆ ଶବ୍ଦର ଅର୍ଥ, ଯାହାର କି ବହୁତ ଗୁଡେ କମେଣ୍ଟ ବି ଆସିଥିଲା। ଅଲରେଡି 3ଟା ପାର୍ଟ ଅପଲୋଡ ହେଇକି ଅଛି, ଦେଖିଦବ। ଯୋଉମାନେ ଦେଖି ନାହାନ୍ତି ଦେଖିଦବ। ତା ସହିତ ଏଟା ହେଉଛି 4th ପାର୍ଟ। ଜାଣିବା ଆଜିର ଏଇ ପାର୍ଟରେ କୋଉ କୋଉ ଶବ୍ଦ ଗୁଡିକ ରହିଛି। ଶବ୍ଦ ଆଉ ତା ଅର୍ଥ ଜାଣିବା। ପ୍ରଥମ ଶବ୍ଦଟି ହେଉଛି ବିପାକ, ଅର୍ଥ ହେଉଛି ବିପଦ। ସେକେଣ୍ଡ ଶବ୍ଦଟି ହେଉଛି ପରିମଳ, ଅର୍ଥ ହେଉଛି ସୁବାସ। ଥାର୍ଡ ହେଉଛି କିରୀଟିନୀ, ଅର୍ଥ ହେଉଛି ମୁକୁଟ ମଣ୍ଡିତା। ଫୋର୍ଥ ହେଉଛି ଆଭିଜାତ୍ୟ, ଅର୍ଥ ହେଉଛି ସମ୍ଭ୍ରାନ୍ତ ପଣିଆ। ଫିଫ୍ଥ ହେଉଛି ତଣ୍ଡୁଳ, ଅର୍ଥ ହେଉଛି ଚାଉଳ। ପ୍ରତ୍ୟୟ ର ଅର୍ଥ ହେଉଛି ବିଶ୍ୱାସ। ଗାଥା ର ଅର୍ଥ ହେଉଛି କାହାଣୀ। ଅନାଗତ ର ଅର୍ଥ ହେଉଛି ଭବିଷ୍ୟତ। ନିଗଡ ଅର୍ଥ ହେଲା ଶିକୁଳି। ମାରୁତ ଅର୍ଥ ହେଲା ପବନ। ସେଇଭଳି ଭାବରେ ପ୍ରବଞ୍ଚନା ର ଅର୍ଥ ହେଉଛି ଠକାମି। ଅଧୁନାତନ ର ଅର୍ଥ ହେଲା ଆଜିକାଲିକା। ପରିବେଷ୍ଟିତ, ଆଚ୍ଛାଦିତ। ଅନୁଗାମୀ, ପଛେ ପଛେ ଗମନ। ଦୁରୂହ, କଷ୍ଟସାଧ୍ୟ। ଆହରଣ ର ଅର୍ଥ ହେଉଛି ସଂଗ୍ରହ। ଅନୁରକ୍ତ ର ଅର୍ଥ ହେଉଛି ଭଲ ପାଇବା। ଅପ୍ରତିଭ ର ଅର୍ଥ ହେଉଛି ଅପ୍ରସ୍ତୁତ। ରୋଷ ର ଅର୍ଥ ହେଉଛି ରାଗ। ପଟିକା ଶବ୍ଦର ଅର୍ଥ ହେଉଛି ପାଲ। ପ୍ରସର ଶବ୍ଦର ଅର୍ଥ ହେଉଛି ବହିବା। ନିଶତ ଶବ୍ଦର ଅର୍ଥ ହେଉଛି ବଳହୀନ। ମନ୍ଦରର ଅର୍ଥ ହେଲା ପର୍ବତ। ସଞ୍ଚାର ଅର୍ଥ ହେଲା ମାପ। ପାମରର ଅର୍ଥ ହେଉଛି ଅଧମ। ମହାତମୀର ଅର୍ଥ ହେଉଛି ମହାକ୍ରୋଧୀ। ବିହରୀର ଅର୍ଥ ହେଉଛି ଭ୍ରମଣ କରି। ସତ୍ୱର ଅର୍ଥ ହେଉଛି ଶୀଘ୍ର। ତରଣୀର ଅର୍ଥ ହେଉଛି ନୌକା। ଆବେଶର ଅର୍ଥ ହେଉଛି ବିହଳ। ବୁଝିହେଲା? ଦେଖିବ ଏ ଶବ୍ଦ ଗୁଡିକ। ଯଦି ଏଇ ଭିଡିଓରେ ନ ପାଇବ କୌଣସି ଶବ୍ଦ, ଲାଷ୍ଟ 3ଟା ପାର୍ଟ ଅଛି ଭିଡିଓର, ସେଥିରେ ଦେଖିବ। ତାପରେ ଯଦି ଡାଉଟ୍ ଆସିଲା ମତେ କମେଣ୍ଟରେ ଜଣେଇବ, ଆନ୍ସର କରିଦବା। ଆଉ ଯଦି ଭଲ ଲାଗିଲା, ବୁଝି ହେଲା, ତାହେଲେ ଭିଡିଓକୁ ଅନ୍ୟମାନଙ୍କ ସହିତ ସେୟାର କର, ଆଉ ଟିକେ ଲାଇକ୍ କରିଦିଅ, ମତେ ଭଲ ଲାଗିବ। ଚ୍ୟାନେଲରେ ଯୋଉମାନେ ଭିଡିଓ ଦେଖୁଛନ୍ତି, ସବସ୍କ୍ରାଇବ କରିନାହାନ୍ତି, ଚ୍ୟାନେଲକୁ ପ୍ଲିଜ ସବସ୍କ୍ରାଇବ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ଭିଡିଓ ଅପଲୋଡ ହେଲେ ନୋଟିଫିକେସନ ପହଞ୍ଚିବ, ଆମେ ମିଶିକି ପଢିପାରିବା, ବୁଝିପାରିବା ଏବଂ ଜାଣିପାରିବା। ତାହେଲେ ଦେଖା ହବା ଆଗାମୀ ଭିଡିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମତେ ଅନୁମତି ଦିଅ। ବାଏ ବାଏ।